ମୁଁ କହୁଛି ଯେ ବର୍ତ୍ତମାନ ମୁଁ ଆଗ ଜାଣେ କ'ଣ ପାଇଁ ହେଇଛି ଦରକାର ଆଗ ମୁଁ ବୁଝେ କ'ଣ ପାଇଁ ସସ୍ପେଣ୍ଡ ଆଣ୍ଟି ପାର୍ଟି ଆକ୍ଟିଭିଟିଟା କ'ଣ ସେଟା ଜାଣିଲା ପରେ ନିଶ୍ଚିତ ଭାବେ ମୁଁ ଗଣମାଧ୍ୟମ ସହିତ ଖୋଲାଖୋଲି ଭାବେ ଆଲୋଚନା କରିବି। କିନ୍ତୁ ଯେ ଆପଣଙ୍କ ବାପାଙ୍କ କ୍ଷେତ୍ରରେ ଅନୁରୂପ ଭାବରେ ବିଜେଡି କେମିତି ହରକତ କରିଥିଲା ସେ ଖବର ମଧ୍ୟ ସାରା ଓଡ଼ିଶାବାସୀ ଜାଣିଛନ୍ତି। ଲାଷ୍ଟ ମୋମେଣ୍ଟରେ କିଭଳି ଭାବରେ ଟିକେଟ କାଟିବାଠୁ ଆରମ୍ଭ କରି ଅନେକ ଘଟଣାକ୍ରମ ଘଟିଥିଲା ଯେ ସେଇଭଳି ଭାବରେ ଗୋଟେ ଷଡ଼ଯନ୍ତ୍ର ଶିକାର ଅଛନ୍ତି ଆପଣ। ଯାହା ଘଟିଥିଲା ଆମେ ସମସ୍ତେ ଜାଣିଛେ ସେ ବିଷୟରେ ସେ ତ ବହୁ ପୂର୍ବରୁ ଘଟିଥିଲା। ତାପରେ ଆମେ ମୁଁ ବିଜେଡି ମିଶିଲି ଖୋଲାଖୋଲି ଆଲୋଚନା ପରେ ଆମେ ମିଶିଥିଲୁ ଏବଂ ବିଧାୟକ ହବାର ମଧ୍ୟ 18 ମାସ ପୁରୀ ଗଲାଣି 1.5 ବର୍ଷ ଉପରେ ହେଇଗଲାଣି। ତ ସେ ସମସ୍ୟା ସେଇ ଯୋଉ ଘଟଣା ଘଟିଲା ତା ସହିତ ଏଇଟା ଯୋଡ଼ିବା ଦରକାର ନାହିଁ। ତ ବର୍ତ୍ତମାନ ମୁଁ ଦେଖିବି ଯେ ଆଗ କ'ଣ ପାଇଁ ସେମାନେ ସସ୍ପେଣ୍ଡ କରିଛନ୍ତି ସେଟା ଦେଖିବାକୁ ଗଲେ ବର୍ତ୍ତମାନ ଆପଣଙ୍କର ପରବର୍ତ୍ତୀ ଷ୍ଟେପ୍ କ'ଣ ରହିବ ଆଗ ଜାଣିବା ପରବର୍ତ୍ତୀ ଷ୍ଟେପ୍ ଯେ ଆଗ ବୁଝିବା ଯେ କ'ଣ ପାଇଁ ସସ୍ପେନ୍ସନ୍ ହେଇଛି। ଏଠି ଗୋଟେ ବଡ଼ କ୍ୱେଶ୍ଚନ୍ ଅଛି ଯେ ଆପଣ ଯେତେବେଳେ ପ୍ରଥମ ଥର ପାଇଁ ବିଧାୟକ ହେଇଛନ୍ତି ଯେ କୋଉଠି ତ୍ରୁଟି ହେଲା ବିଜେଡି ଆପଣଙ୍କୁ ବୁଝିପାରୁନି ନା ଆପଣ ବିଜେଡି ବୁଝେଇ ପାରିଲେନି ବା କୋଉଠି ଲାକୁନା କୋଉଠି ରହିଗଲା? ନାଇଁ ବୁଝାବୁଝି କଥା ତ ପଡ଼ିନି। ଆମେ ଦୁଇଟି ଜିନିଷ ଆମେ ବିଧାନସଭା ଯାଉ ସବୁ ଶଙ୍ଖ ଭବନ ଯାଉ ପାଟକୁରା ଯାଉ ଯୋଉ କାମ ଆମେ କରିବା କଥା କରୁ। କ'ଣ ବୁଝାବୁଝି ଉପରେ କଥା ଜାଣିନି ମୁଁ ଆଗ ମତେ ବୁଝିବାକୁ ପଡେ ଯେ କ'ଣ ଭାବିଛନ୍ତି। ଆପଣ ଏବେ ଆପଣଙ୍କୁ ଦଳ ସସ୍ପେଣ୍ଡ କରିଛି ତା ସହିତ ସନା ମହାକୁଡ଼ଙ୍କୁ ମଧ୍ୟ ଦଳ ସସ୍ପେଣ୍ଡ କରିଛି। ଏବେ ରାଜ୍ୟସଭା ଗଣିତ କ'ଣ ହବ ଆପଣ ଗତି କୁଆଡେ ରହିବ? ରାଜ୍ୟସଭା ଆହୁରି ସମୟ ଅଛି। ରାଜ୍ୟସଭା ବହୁତ ସମୟ ଅଛି। ସମୟ ବେଶୀ ନାହିଁ ଆଉ 3-4 ମାସ ରହିଛି କିନ୍ତୁ ଆପଣଙ୍କର ନିଷ୍ପତ୍ତି କ'ଣ ରହିବ? ଆଗ ପ୍ରଥମେ ମାନେ ଆମେ ବହୁତ ଆଗକୁ ପଳଉଛେ। ବର୍ତ୍ତମାନ ଆମେ କଥା ହବା ସସ୍ପେନ୍ସନ କାହିଁ କରିଛନ୍ତି ଆଣ୍ଟି ପାର୍ଟି ଆକ୍ଟିଭିଟି କ'ଣ ସେ ଜିନିଷଟା ବୁଝିଲା ପରେ ତାପରେ ମୁଁ ଜାଣିବା ପରେ ସସ୍ପେନ୍ସନ ତ ରିଭୋକ୍ ହେଇପାରିବନି। ମୁଁ ଜାଣିନି ତାର ପ୍ରୋସେସ କ'ଣ ଦଳ କ'ଣ କରିବ କ'ଣ ନାହିଁ ରିଭୋକ୍ କରିବେ କି ରିଭୋକ୍ କରିବେନି ଆଗ ମତେ ଜାଣିବାକୁ ପଡେ ଯେ କାହିଁ ସସ୍ପେନ୍ସନ ହେଇଛି ତାପରେ ଆମେ ଗୋଟେ ପରେ ଗୋଟେ ଷ୍ଟେପ୍। ଚର୍ଚ୍ଚା ହଉଛି ବାହାରେ ବା ବିଭିନ୍ନ ବୁଦ୍ଧିଜୀବୀ ମହଲରେ ବା ବିଭିନ୍ନ ଏକ୍ସପର୍ଟ ମାନେ କହୁଛନ୍ତି ପଲିଟିକାଲ ଏକ୍ସପର୍ଟ ଯେ ଅରବିନ୍ଦ ମହାପାତ୍ର ତାଙ୍କ ବାପାଙ୍କ ଭଳି ଭିନ୍ନମତ ରଖୁଥିଲେ ଦଳ ଭିତରେ ସେ ଭିନ୍ନମତ ଆପଣଙ୍କୁ ସସ୍ପେଣ୍ଡ କଲା କି? ଭିନ୍ନ ମତ ତ ନାହିଁ ଯୋଉଟା ଠିକ ମତ ମୁଁ ରଖିଛି। ମୁଁ ଠିକ ମତ କ'ଣ ଦଳ ଭଲ ଥିଲା? ଏମିତି କୋଉ ମତଟା ସେ ରାଜନୀତିକ ଏକ୍ସପର୍ଟ ଯୋଉମାନେ କହୁଛନ୍ତି କୋଉଟେ ମତ ବାହାର କରିକି ମତେ ପଚାରନ୍ତୁ ମୁଁ ତାପରେ ଉତ୍ତରଟା ରଖିବି। ନା ମୁଁ ଠିକ ମତ ଆଉ କ'ଣ ଆପଣ ଯାହା ମୁଁ ବିଧାନସଭାରେ ଯାହା କହିଛି ଆମ ନିର୍ବାଚନ ମଣ୍ଡଳୀ ବିକାଶ ପାଇଁ ଯାହା କରିବା କଥା ମୁଁ ସେଟା କରିଛି। ତ କୋଉ ମତ ଠିକ ଆଉ ଭୁଲ କଥା ଯିଏ ରାଜନୀତିକ ସମୀକ୍ଷକ ମାନେ କହୁଛନ୍ତି ସେଟା ପଚାରିଲେ। ଶ୍ରୀଯୁକ୍ତ ମହାପାତ୍ର ଆପଣଙ୍କ ବାପାଙ୍କୁ ମଧ୍ୟ ଦଳ ଯୋଉଭଳି ଭାବରେ ବହିଷ୍କୃତ କରିଥିଲା ଆପଣଙ୍କୁ ମଧ୍ୟ ସସ୍ପେଣ୍ଡ କରାଯାଉଛି କ'ଣ ଉଦ୍ଦେଶ୍ୟମୂଳକ ଭାବେ କରାଯାଉଛି ବୋଲି ଆପଣ ଭାବିବେ କି? ବର୍ତ୍ତମାନ ସମୟରେ ମୁଁ ମାନେ ବାପାଙ୍କୁ ଏଥିକୁ ଟାଣିକି ଆଣିବାକୁ ଚାହୁଁନାହିଁ। ଖୋଲାଖୋଲି ଭାବେ ଆପଣଙ୍କ ସହିତ କହୁଛି ବର୍ତ୍ତମାନ ସମୟରେ ମୁଁ ଜାଣିବାକୁ ଚାହିଁବି ଯେ କ'ଣ ପାଇଁ ସସ୍ପେଣ୍ଡ କରାଯାଇଛି। ଦଳ ତରଫରୁ ମତେ କିଛି ଶୋକଜ ନୋଟିସ ମଧ୍ୟ କୁହାଯାଏ ଗଣମାଧ୍ୟମ ଆଗରେ କହିସାରିଲାଣି ନା କହିଛି କାମ କରୁନାହାନ୍ତି ଯାହା ନିର୍ଦ୍ଦେଶ ଦିଆହଉଛି ମାନୁନାହାନ୍ତି ଆପଣ। ନାଇଁ ସେଟା ବର୍ତ୍ତମାନ ଯୋଉ ରିଆକ୍ସନ ସେମାନେ ଦେଇଛନ୍ତି ମୁଁ ଦେଖିନି। ବର୍ତ୍ତମାନ କେନ୍ଦ୍ରାପଡ଼ା ରାଜନୀତି କ'ଣ ହବ? କେନ୍ଦ୍ରାପଡ଼ା ରାଜନୀତି ଚାଲିବା କଥା ଚାଲିବ ଦେଖିବା। ଆମ ବର୍ତ୍ତମାନ ଆଗ କ'ଣ ପାଇଁ ସସ୍ପେନ୍ସନ ହେଇଛି ସେ ବିଷୟରେ ଜାଣିବା। ନିଶ୍ଚିତ ଭାବେ କାଲି ବି କଥା ହବା ପରଦିନ କଥା ହବା ଏମିତି କିଛି ତରତର ନାହିଁ। ଆଗ ମୁଁ ଜାଣେ ଜିନିଷଟା କ'ଣ ପାଇଁ ଘଟିଛି ଘଟଣା ତାପରେ ଆମେ କଥା ହବା।